माँ पेलाराणी पंचायत स्तरीय फुटबॉल टूर्नामेंट शुभारंभ। उद्घाटनी मैच रे खरसेल और रानीमुंडा विजयी। नुआपड़ा जिला सीनापाली ब्लॉक अंतर्गत माँ पेलाराणी युवक संघ चटियागुड़ा आनुकूल्य रे साकुनवाड़ी उदंती खेल पड़िया रे माँ पेलाराणी ग्राम पंचायत स्तरीय फुटबॉल टूर्नामेंट सीजन 4 महापर्वर शुभ उद्घाटन हो जाइछि। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଦିବସର ପ୍ରଥମ ମ୍ୟାଚ୍ ସିନାପାଲି ଏବଂ ଖରସେଲ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ରେ ଖରସେଲ 2-0 ଗୋଲରେ ବିଜୟ ଲାଭ କରିଥିଲା। ଦ୍ୱିତୀୟ ମ୍ୟାଚ୍ କରଙ୍ଗାମାଲ ଏବଂ ରାଣୀମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ରୋମାଞ୍ଚକର ମ୍ୟାଚ୍ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ସମାନ ସ୍ଥିତିରେ ରହିଥିବା ବେଳେ ପେନାଲ୍ଟି ସୁଟ୍ଆଉଟ୍ ମାଧ୍ୟମରେ ରାଣୀମୁଣ୍ଡା 4-3 ଗୋଲ୍ରେ ବିଜୟ ଲାଭ କରିଥିଲା। ଏହି ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ସିକୁନ ମାଝୀ ରହିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ମା ବେଲାରାଣୀଙ୍କ ପୂଜକ ତଥା ଚଟିଆଗୁଡ଼ା ଫୁଟବଲ ଦଳର ପୂର୍ବତନ ଖେଳାଳି ଗିରୀଶ ମାଝୀ ଯୋଗଦାନ କରିଥିଲେ। ଜଗନ୍ନାଥ ମାଝୀ, ଗଙ୍ଗାଧର ସାହା, ମକରଧ୍ୱଜ ମାଝୀ, ଲୋକନାଥ ମାଝୀ, ଝାଙ୍କର ପ୍ରେମାନନ୍ଦ ସାହା, ଦଶରଥ ସାହା, ରାମଚନ୍ଦ୍ର ସାହା, ବାବୁଲାଲ ପାକ ମଞ୍ଚାସୀନ ରହି ମଞ୍ଚର ଶୋଭା ବର୍ଦ୍ଧନ କରିଥିଲେ। ଓଡ଼ିଆ ଭାଷ୍ୟକାର ଅରବିନ୍ଦ ହୋତା ଏବଂ ସୁବାସ ସାହା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟିର ସଭାପତି ବବଲୁ ମାଝୀ, ସମ୍ପାଦକ ବିପିନ କାଣ୍ଡ, ଲୋକନାଥ ମାଝୀ, ସୁଶାନ୍ତ କାଣ୍ଡ, ଡିଗ୍ରେଶ୍ୱର ଲୋହାର, ପ୍ରଦୀପ ମାଝୀ ପ୍ରମୁଖ ଅଣ୍ଟା ଭିଡ଼ିଛନ୍ତି। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ପାଇଁ ଚଟିଆଗୁଡ଼ା ତଥା ଅଞ୍ଚଳର ଫୁଟବଲ ପ୍ରେମୀମାନେ ଯୁବ ସମାଜକୁ ଉତ୍ସାହିତ କରିଥିଲେ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରୁ ମୁନା ପାଣିଗ୍ରାହୀଙ୍କ ରିପୋର୍ଟ, ନୂଆପଡ଼ା ମିରର ନ୍ୟୁଜ।